ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ। ଏଭଳି ଘଟଣା ଖବର ଆସିଛି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରୁ। ଗାଁରେ ଘଟିଛି ବିଭତ୍ସ ହତ୍ୟା। ଘରୋଇ କଳହକୁ ନେଇ ସ୍ୱାମୀ ସ୍ତ୍ରୀ କରିଛି ହତ୍ୟା। ମୃତ ସ୍ତ୍ରୀ ହେଲେ ତପ ମଲ୍ଲିକ। ତାଙ୍କ ସ୍ୱାମୀ ମହାଦେବ ମଲ୍ଲିକ ତପଙ୍କୁ ହତ୍ୟା କରିଥିବା ସୂଚନା। ଘଟଣାସ୍ଥଳରେ ଦେଓଗାଁ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ଆରମ୍ଭ କରିଛି ଛାନଭିନ୍। ତେବେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା। ମହାଦେବ ଓ ତପଙ୍କ ସହ ଘରେ ଶାଶୁର ଭାଇ ସମସ୍ତେ ଥିଲେ। ଏହି ସମୟରେ ଉଭୟଙ୍କ ପାଟିତୁଣ୍ଡ ହୋଇଥିଲା। ଏନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମୃତ ଶବକୁ ବାହାରକୁ ନେଇଯିବା ବେଳେ ଅନ୍ୟମାନେ ମହାଦେବଙ୍କୁ ଅଟକାଇଥିଲେ ଓ ତାଙ୍କୁ ମାଡ଼ ମାରି ମୃତ ଶବକଠାରୁ ତାଙ୍କୁ ଉଦ୍ଧାର କରିଥିଲେ। ଏନେଇ ପୋଲିସକୁ ଖବର ଦେଇ ହତ୍ୟାକାରୀ ସ୍ୱାମୀକୁ ପୋଲିସକୁ ଦେଇଥିଲେ। ତେବେ ମହାଦେବଙ୍କ କିଛି ମାନସିକ ବିକୃତି ଅସୁବିଧା ରହିଥିବା ପରିବାର ଲୋକେ କହିଥିଲେ। ଏନେଇ ପୋଲିସ ମାମଲା ରୁଜୁ କରି ହତ୍ୟାର କାରଣ ଖୋଜୁଛି। संजय होता देवगाँ एबार बोले आम तो सकाल सर पाइलु राति 12:40 घटना पर यहाँ तार ना हूँ महादेव मल्लिक से जे मारी आउ से तो तार मिसेस ना जे मरी तप मल्लिक से तो दीर्घ दिन है से घर जुआ होगी से बानीपाटा साइड के रोला इटा तो रिसेंटली तार बापा खराब होते बोली से गोटे सुधोग्रिया थी बोले से आसिक तार गाँव थी कथा राति काଣା ହେଲା କାଣା नहीं तो नहीं जानी हठात उठिकी टंगिया मिसेस के हाणी देछे तारपर टंगियाटे फिकी देकिरी बड़ीटा के डिस्पोज करवा लगे किन धरिकी पलाउला तारपर तार घर लोग धरीछन और बहुत जोर तार माँ से पिलार माँ तार दादा तार बापा ये सॉरी तार घर लोग समस्ते मिसिकी ताके बहुत जोर माड़ धर भी कर बांधिकी। बलांगीरु अंजु पृष्टि रिपोर्ट विश्व विजयी न्यूज ओडिशा।